ସକାଳୁ ବାସି ମୁହଁରେ କେବଳ 3 ଥର ପଢ଼ି ଦିଅନ୍ତୁ ଏହି 3ଟି ଶବ୍ଦ। ଗ୍ୟାରେଣ୍ଟି ଦେଉଛି ସନ୍ଧ୍ୟା ସୁଦ୍ଧା ସେ ଝିଅ ନିଜେ ଆପଣଙ୍କୁ ଫୋନ୍ କରିବ, ଭଲ ପାଉଛି ବୋଲି କହିବ, ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। କେବଳ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ମାତ୍ର 3 ଥର ଏହି 3ଟି ଶବ୍ଦକୁ ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଆପଣ ଯେଉଁ ଝିଅ ବା ନାରୀକୁ ମନେ ମନେ ଭଲ ପାଉଛନ୍ତି, ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ସେ ଝିଅ ବା ନାରୀ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ଆପଣଙ୍କର ସବୁ କଥା ମାନିବ। ଏହି ବଶୀକରଣ ପୂର୍ବରୁ ପ୍ରୟୋଗ କରିକି ଦେଖାଯାଇଛି। ଯିଏ ବି ଏହାକୁ କରିଛି ସଫଳ ହେଇଛି। ମୁହୂର୍ତ୍ତକ ଭିତରେ ନିଜ ପସନ୍ଦର ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ପଟେଇ ପାରିଛି। ତାକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ସେ ଝିଅ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ଦିନ ରାତି ଭାବୁଛନ୍ତି, ସିଏ ନିଜେ ଆପଣଙ୍କୁ ଫୋନ୍ କରିବ, ହାତ ଧରିକି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ ଗୋଟିଏ ନାରୀ ମୋହିନୀ ବଶୀକରଣ ମନ୍ତ୍ର କହିବି। ଏହି ବଶୀକରଣ ମନ୍ତ୍ର କେବଳ 3ଟି ଶବ୍ଦର। ଏହି 3ଟି ଶବ୍ଦକୁ ଆପଣ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେଉଁ ଝିଅ ବା ନାରୀ ପାଇଁ ଏହି ବଶୀକରଣ କରିଦେବେ, ସିଏ ଆପଣଙ୍କର ବଶରେ ହେଇଯିବ, ଆପଣଙ୍କର ଗୁଲାମୀ କରିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ନାରୀ ମୋହିନୀ ବଶୀକରଣ। ଏହି ବଶୀକରଣ ସବୁଠାରୁ ସହଜ କିନ୍ତୁ ଶକ୍ତିଶାଳୀ ବଶୀକରଣ, ଯାହାର ପ୍ରୟୋଗରେ ଆପଣ କାହାକୁ ବି ନିଜ ବଶରେ କରିପାରିବେ। ଯେମିତିକି ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ, ଆଉ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ଘରେ ବସି ବସି ଏହି ବଶୀକରଣ କରିପାରିବେ, ଆଉ ନିଜ ପସନ୍ଦର ସେ ଝିଅ ବା ନାରୀକୁ ଅତି ସହଜରେ ନିଜର କରିପାରିବେ, ଆଉ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣ ଭାବିପାରିବେନି। ଟାଣି ହୋଇ ଆପଣଙ୍କ ପାଖକୁ ଆସିବ, ଆପଣ ତାକୁ ଯାହା କହିବେ ସିଏ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳୁ ବାସି ମୁହଁରେ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ସକାଳୁ ଉଠିବେ, ବାସି ମୁହଁରେ ନିଜର ଶୋଇବା ସେଜ ଉପରେ ଆପଣ ବସି ପଡ଼ିବେ। ତାପରେ ଏହି 3ଟି ଶବ୍ଦକୁ 3 ଥର ପଢ଼ିବେ। କାଲି କାଲି ବସ୍ଭୋ, କାଲି କାଲି ବସ୍ଭୋ। ଏହି 3ଟି ଶବ୍ଦକୁ ଆପଣ କେବଳ 3 ଥର ପଢ଼ିଦେବେ। କିପରି ପଢ଼ିବେ, ଧ୍ୟାନ ସହିତ ଶୁଣନ୍ତୁ। ମନେକର ଆପଣ ଯେଉଁ ଝିଅ ବା ନାରୀକୁ ବଶରେ କରିବାକୁ ଚାହୁଁଛନ୍ତି ବା ପଟେଇବାକୁ ଚାହୁଁଛନ୍ତି, ତାର ନାମ ହେଉଛି ସବିତା। ତେବେ ଆପଣ 3ଟି ଶବ୍ଦକୁ ଏହିପରି ପଢ଼ିବେ। କାଲି କାଲି ବସ୍ଭୋ ସବିତା, କାଲି କାଲି ବସ୍ଭୋ ସବିତା। ଏହିପରି ଆପଣ ଲଗାତାର 3 ଥର ଏହି 3ଟି ଶବ୍ଦକୁ ଏହିପରି ପଢ଼ିବେ। ତାପରେ ଆପଣ କ'ଣ କରିବେ, ଯେତେବେଳେ ଆପଣ ସେ ଝିଅ ବା ନାରୀକୁ ନିଜ ସାମ୍ନାରେ ଦେଖିବେ ବା ପାଖରେ ଦେଖିବେ, ଏହି ଶବ୍ଦକୁ ଗୋଟିଏ ଥର ପଢ଼ିଦେବେ। ତାକୁ ଅନେଇକି ଏହି ଗୋଟିଏ ଶବ୍ଦକୁ ମାତ୍ର ଗୋଟିଏ ଥର ପଢ଼ିଦେବେ। କାଲି କାଲି ବସ୍ଭୋ ସବିତା। ଏହି ଶବ୍ଦକୁ ଆପଣ ମାତ୍ର ଗୋଟିଏ ଥର ପଢ଼ିଦେବେ। ତାପରେ ଦେଖିବେ ଚମତ୍କାର। ସେ ଝିଅ ବା ନାରୀ
କିପରି ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଧନ୍ୟବାଦ।